ବିଲଙ୍କା ରାମାୟଣ। ବିଲଙ୍କା ରାବଣର ଗ୍ରାମ ଦେବତୀ ପୂଜା ଓ ସେଠାରେ ନିଷ୍ଫଳ ହୋଇ ହୋମ କରିବା। ଏହି ସମୟରେ ରାମ ଓ ହନୁମାନର ବିଲଙ୍କାରେ ପ୍ରବେଶ, ସହସ୍ର ଶିରା ରାବଣ ସହ ଯୁଦ୍ଧ ଏବଂ ସମସ୍ତ ସୈନ୍ୟଙ୍କର ପତନ। ଈଶ୍ୱର ବୋଇଲେ ଦେବୀ ପାର୍ବତୀ ଗୋ ଶୁଣ, ପ୍ରଚଣ୍ଡ ପର୍ବତେ ଯାଇ ମିଳିଲେ ଶ୍ରୀରାମ। ହନୁକୁ ଚାହିଁଣ ରାମ ବହୁ ପ୍ରଶଂସିଲେ, ଧନ୍ୟ ଧନ୍ୟ ହନୁମନ୍ତ ବୋଲିଣ ବୋଇଲେ। ଦେବତାଏ ପୁଷ୍ପ ବୃଷ୍ଟି କଲେ ହନୁ ଶିରେ, ସମାଚାର ଶୁଣ ଜନେ ଥୁ ଅନନ୍ତରେ। ଭୟରେ ପଳାଇ ରାଜା କଟକେ ପଶିଲା, ଲାଜ ପାଇ ମୁଖ ମାଡ଼ି ପଲଙ୍କେ ଶୋଇଲା। କି କରିବି ବୋଲିଣ ସେ ହୋଇଲା ଚିନ୍ତିତ, ଶ୍ରୀରାମ ନିଶ୍ଚୟ ମୋର ଶିର କାଟିବ ତ। ନର ଆଉ ବାନରକୁ ନ ପାରିଲି ଜିଣି, କି ଉପାୟ କରିବଇ ଭାଳେ ନୃପମଣି। ରାତ୍ର ଅର୍ଦ୍ଧ ଥାଉ ଘେନି ପୂଜା ଦ୍ରବ୍ୟମାନ, ଗ୍ରାମ ଦେବତୀଙ୍କ ପାଶେ ମିଳିଲା ବହନ। ବହୁତ ଛାଗଳ ବଳି ଦେଇଣ ବୋଲଇ, ଶ୍ରୀରାମ ଆସିଣ ମୋର ନଗ୍ର ଉଜାଡ଼ଇ। ତୋହର ସଞ୍ଚିଲା ରାଜ୍ୟ ଭାଙ୍ଗଇ ବାନର, ବିଲଙ୍କାପୁରକୁ ଏବେ ମାଏ ଗୋ ସମ୍ଭାଳ। ବହୁତ ବିନୟ କରି କହିଲା ରାଜନ, ଗ୍ରାମେଶ୍ୱରୀ ଚଣ୍ଡୀ ଦେବୀ ହୋଇଲେ ପ୍ରସନ୍ନ। ବୋଇଲେ ଯେ ଶୁଣ ତୁହି ବିଲଙ୍କା ରାଜନ, ସ୍ୱୟଂ ପର ବ୍ରହ୍ମ ଯେ ଅଟନ୍ତି ଶ୍ରୀରାମ। ତାଙ୍କୁ କେହି ଜିଣିବାକୁ ନାହିଁ ତିନି ପୁର, ଲଙ୍କା ରାବଣକୁ ବଧ କଲେ ସବଂଶର। ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ବୀରକୁ ମାଇଲେ, ସମରେ ଜିଣନ୍ତା କେହି ନାହିଁ ତାଙ୍କ ତୁଲେ। ନିଶ୍ଚୟ ସମରେ ରାମ ମାରିବ ତୋତେ, ଅକାରଣେ ତୁ କିମ୍ପାଇଁ ସେବା କରୁ ମୋତେ। ଶ୍ରୀରାମଙ୍କୁ ମୋର କିଛି ଉପାୟ ତ ନାହିଁ, ଶରଣ ପଶ ତୁ ଶ୍ରୀରାମଙ୍କ ପାଦେ ଯାଇ। ତୋଠାରେ କରିବେ ଦୟା ଯେବେ ରଘୁପତି, ପୂର୍ବ ହୁଦି ଗୁଣ ତୋର ହୋଇବ ସମ୍ପତ୍ତି। ନୃପତି ବୋଇଲେ ମୁହିଁ ପଶିବି ଶରଣ, ବଂଶ ମୋର ମରାଇଲି ହରାଇଲି ସୈନ୍ୟ। ବହୁତ ପଦାତି ରଥି ହାତୀ ଘୋଡ଼ା ଥିଲେ, ବୀର ମହାବୀର ସବୁ ରାମ ହସ୍ତ ମଲେ। କେବଳ ଜୀବନ ସିନା ଅଛଇ ମୋହର, ସତଶିରା ପୁତ୍ର ମଲା ତ୍ରିଶିରା ସୋଦର। ମଲେ ରାଣୀ ମହାଦେଇ ଦାସୀ ପରିବାରୀ, ସମସ୍ତଙ୍କୁ ମାଇଲାଣି ଏକା ଚାପ ଧାରି। ଏକା ହୋଇ କିମ୍ପା ଯାଇ ପଶିବି ଶରଣ, କି ବୋଲି ବୋଲିବେ ମୋତେ ନରପତି ଗଣ। ମୋ ପାଦେ ଦେବତା ମାନେ ଖଟିବେ କିମ୍ପାଇଁ, କେମନ୍ତେ କରିବି ଏହା କହ ମହାମାଇ। ରାବଣ କଥା ଶୁଣିଣ ସେ ଗ୍ରାମ ଦେବତୀ, ବୋଇଲେ ମୋ ବୋଲ କର ଆରେ ଲଙ୍କାପତି। ତୁ ଯେବେ ସଂକୋଚ ମନେ କରୁ ନୃପ ସାଇ, ଶ୍ରୀରାମଙ୍କ ନିକଟକୁ ଯିବି ତୋହ ପାଇଁ। ଫେରିଯିବେ ଅଯୋଧ୍ୟାକୁ ପ୍ରଭୁ ରଘୁବୀର, ଦେବତାଙ୍କୁ ବଶ କରି ରାଜ୍ୟ ଭୋଗ କର। ନୃପତି ବୋଇଲେ ମୁଁ ଶରଣ ନ ପଶଇ, ହେଉ ପଛେ ଶ୍ରୀରାମର ହସ୍ତେ ମରିବଇ। ମାରିବା ଉପାୟ ଥିଲେ କହ ମାତ ତୋତେ, ଏ ଆତଙ୍କ କାଳେ ମାତା ପଚାରୁଛି ତୋତେ। ଦେବି ଯେ ବୋଇଲେ କିଛି ଉପାୟ ତ ନାହିଁ,
ଶରଣ ପଶିଲେ ବର୍ତ୍ତି ପାରୁ ଲଙ୍କ ସାଇଁ। ଶୁଣି କରି ନୃପମଣି ବାହୁଡ଼ି ଅଇଲା, ଚିନ୍ତା ଭରେ ପୁଣି ଅଗ୍ନି କୁଣ୍ଡ ସଜାଡ଼ିଲା। ଚାରି ବେଦ ପଢ଼ି ତହୁଁ ଆହୁତି ଦିଅଇ, ଶ୍ରୀରାମଙ୍କୁ ମାରିବାକୁ ବର ଯେ ମାଗଇ। ବୈଶ୍ୱାନର ଦେବତାଙ୍କୁ କରୁ ଆରାଧନ, ରାତ୍ର ଗୋଟି ପ୍ରଭାତ ଯେ ହୋଇଲା ସେଦିନ। କୁକୁଟ ପକ୍ଷୀ ରାବ ଦେଲେ ଘନ ଘନ, ନିଦ୍ରା ତେଜି ଉଠିଲେ କୌଶଲ୍ୟାନନ୍ଦନ। ମୁଖ ପଖାଳିଣ ସାରି ନିତ୍ୟ କର୍ମ ମାନ, ସମୁଦ୍ରରେ ସ୍ନାନ କଲେ କୋଦଣ୍ଡ ଧାରଣ। ସନ୍ଧ୍ୟା ସାରି ମାରୁତିକୁ ପାଶ କୁରାଇଲେ, ବିଲଙ୍କାକୁ ଯାଅ ବାବୁ ବୋଲିଣ ବୋଇଲେ। ଅଛନ୍ତି ବିଲଙ୍କାପୁରେ ଆଉ କେତେ ସୈନ୍ୟ, କଳିଆସ ଅସୁରର ବଳ ପରାକ୍ରମ। ତୋର ପଛେ ପଛେ ବାବୁ ଯାଉଅଛି ମୁହିଁ, ଅସୁରଙ୍କ ସଙ୍ଗେ ଯୁଝ ଆଗେ ଯାଇ ତୁହି। ଶ୍ରୀରାମଙ୍କ ଆଜ୍ଞା ପାଇ ହନୁମନ୍ତ ବୀର, ବିଲଙ୍କାପୁରକୁ ବେଗେ ହୋଇଲା ବାହାର। ଗଡ଼ର ଉତ୍ତର ଦ୍ୱାର ବାଟରେ ପଶିଲା, ଅସୁର ଯେତେକ ଥିଲେ ତାହାକୁ ମାଇଲା। ପବନ କୁମର ଯହୁଁ ପଶିଲା ଭିତରେ, ହାଳ ବଳି ପଡ଼ିଲା କବିଲଙ୍କା ନଗରେ। ଦେଖିକରି ପୁର ଜନ ହେଲେ ଛନ ଛନ, କେବଳ ଇଲା ହେ ବୀର ହନୁମାନ। କେ ବୋଇଲା ଚାଲ ଏଥୁ ଯିବାକୁ ପଳାଇ, କେବଳ ଅସୁର କୁଟୁମ୍ବକୁ ସମ୍ଭାଳଇ। ଜଣାଇଲେ ନୃପତିର ଆଗରେ ଅସୁରେ, ହନୁମନ୍ତ ପ୍ରବେଶିଲା ଆସି ନିକଟରେ। ଶୁଣିନ ନୃପତି ବେଗେ ସୈନ୍ୟଙ୍କୁ ରାଇଲା, ବେଢ଼ି ମାରି ହନୁକୁ ଯେ ବୋଲିଣ ବୋଇଲା। ଦଇତ ଧାଇଁଲେ ରାଗେ ହୋଇ ପର ଜୋଳି, ଆରେ ରେ ବାନର ବୋଲି ଦିଅନ୍ତି ବହୁ ଗାଳି। ତୁହି ଆସିଅଛୁ ରାମ ଅଛି ତୋର କାହିଁ, ଆଜି ଯମ ନୃପତିକୁ ଦେଖିବୁରେ ଯାଇ। ମାରିବାକୁ ଆସିଅଛ ତୁମ୍ଭେ ଦୁଇ ଜଣ, ପୋଛିଅଛି ତୁମ୍ଭ ପାଞ୍ଜି ଆଜି ଜନ୍ତୁରାଣ। ଏତେ ବୋଲି ଦୈତ୍ୟ ବେନି ପାରୁ ସେ ବେଢ଼ିଲେ, ଛେଲ କୁନ୍ତ ଚକ୍ର ଆଦି ବାଣ ପ୍ରହାରିଲେ। ମାରନ୍ତି ସାବେଳି ପୁଣି ଗୁରୁ ଜମୁଦ୍ଗର, ହାତେ ଧନୁ ଧରିଣ ସେ ବିନ୍ଧୁଛନ୍ତି ସର। ଦେଖିକରି ହନୁମନ୍ତ ଗର୍ଜିଣ ଉଠିଲା, ପ୍ରଳୟର ଘଡ଼ ଘଡ଼ି ପରାଏ ଶୁଭିଲା। ଅସୁରଙ୍କ ଉପରକୁ ପଡ଼ିଲା କଧାଇଁ, 10-20 ଅସୁରକୁ ଦରାଣ୍ଡି ଧରଇ। କଚାଡ଼ଇ ତଳେ ନେଇ ଅଞ୍ଜନାର ବାଳ, କାହାର ଗୋଡ଼କୁ ଧରି କରେବେନି ଫାଳ। ବଳେ ଧରି ଉପାଡ଼ଇ କାର ଭୁଜ ଦଣ୍ଡ, କ୍ରୋଧେ ବୀର ହନୁମନ୍ତ ମୋଡ଼େ କାର ମୁଣ୍ଡ। କାହାର ଗୋଡ଼କୁ ଧରି ଆଣ୍ଟରେ ମୋଡ଼ଇ, ଏକ କୁଆରେ କପରେ ନେଇ କଚାଡ଼ଇ। ଘଡ଼ିଏ ସମର କଲା ପବନ କୁମର, ପଡ଼ିଲେ ବିଲଙ୍କାପୁରେ ବହୁତ ସୁର। ରଣରେ ଶୋଇଲେ ଦୈତ୍ୟ ପର୍ବତ ଆକାରେ, ଜର ଜର ହେଲା ତନ୍ତୁ ଦୈତ୍ୟଙ୍କ ରୁଧିରେ। କଟକ ଭିତରେ ପଶି ହନୁ ବେଗେ ଯାଇ, ସ୍ତ୍ରୀ ବାଳକଙ୍କୁ ସବୁ ଖୋଜିଣ ମାରଇ। ବୃଦ୍ଧା ଯୁବା ଅସୁରକୁ ଯହିଁ ସେ ଦେଖଇ, ଲାଙ୍ଗୁଡ଼େ ବାନ୍ଧିଣ ହନୁମନ୍ତ ଯେ ପିଟଇ। ମୁଖରାବ ଗୋଳ ଶବ୍ଦ ଶୁଭିଲା କଜହୁଁ,
ପ୍ରଚଣ୍ଡ ପର୍ବତ ପରେ ଶୁଣି ରାମ ରାହୁ ଚିତ୍ରସେନକୁ ବୋଇଲେ ଶୁଭିଲା କଗୋଳ। ହନୁମନ୍ତ ବୀର ଯାଇ କଲାଣି ସମର। ଏବେ ରଥ ସଜ କର ଆହେ ଚିତ୍ରସେନ। ବେଗ ହୋଇ ଚାଲ ଯିବା ବିଲଙ୍କା ଭୁବନ। ଆଜ୍ଞା ପାଇ ଚିତ୍ରସେନ ସାଜି ରହୁବର। ଶ୍ରୀରାମଙ୍କ ପାଦ ପଦ୍ମେ ରଖିଲେ ସତର। ରଥର ଉପରେ ବିଜେ କଲେ ରଘୁନାଥ। ଚିତ୍ରସେନ ଗଗନରେ ଚଳାଇଲେ ରଥ। ପଶିଲେ ବିଲଙ୍କାପୁରେ ପ୍ରଭୁ ରଘୁପତି। ଦେଖିଲେ ବହୁତ ସୈନ୍ୟ ମାରିଛି ମାରୁତି। ଏ ସମୟ ରାଜା ଆଗେ କହିଲେ ଡଗର। ରଥ ଘେନି ରାମ ପାଶେ କଟକ ଭିତର। ଶୁଣିନ ନୃପତି ତହୁଁ କୋପ ଭର ହୋଇ। 200 ଭୁଜରେ ଶସ୍ତ୍ର ଧରେ ଯାଇ। ଶ୍ରୀରାମଙ୍କ ଅଗ୍ରତରେ ଦଇତ ମିଳିଲା। ରେରେକାର ଶବଦରେ ରାମଙ୍କୁ ଡାକିଲା। ଆଜି ଯୁଦ୍ଧେ ଦେଖିବୁ ତୁ ନିଶ୍ଚେ ଯମପୁର। ଭେଟ କରାଇବି ସତ ଶିରା ସଙ୍ଗତର। ଶୁଣିନ ସେ ରଘୁନାଥ ବୋଲନ୍ତି ବଚନ। ଆବର ତୁ ଯମପୁରେ କରିବୁ ଦର୍ଶନ। ଏହା ଶୁଣି ନରପତି ମହାକୋପ କଲା। ସହସ୍ରେ ମୁଦ୍ଗର ଧରି ରାମକୁ ପିଟିଲା। ସେ ମୃଦଗର ରଥ ଚକେ ବାଜି ହେଲା ଚୂର। କ୍ରୋଧ ଭରେ ଧନୁଶର ଧଇଲା ଅସୁର। ଶ୍ରୀରାମଙ୍କ ଉପରକୁ ବିନ୍ଧିଲା କମାଣ। ବାଣ ଘାତେ ଅଦୃଶ୍ୟ ଯେ ହୋଇଲା ଗଗନ। ଅନ୍ଧାର ଦିଶିଲା ବାଣେ ବିଲଙ୍କା ନଗର। ସେଦିନ ଲାଗିଲା ଘୋର ଯୁଦ୍ଧ ଦୁହିଁଙ୍କର। କତୁରୀ ବାଣେ କରାମ ବିନ୍ଧିଲେ କଟାଣି। ଅସୁର ହାତରୁ ଧନୁ ପକାଇଲେ ହାଣି। ନିରସ୍ତ୍ର ହୋଇଣ ତହୁଁ ଅସୁର ଧାଇଁଲା। ଶ୍ରୀରାମଙ୍କ ରଥକୁ ସେ ଆକର୍ଷି ଧଇଲା। ବିନ୍ଧିଲେ ବହୁତ ବାଣ ପ୍ରଭୁ ରଘୁବୀର। ମୁଦଗର କତୁରୀ ସୂଚି ମୁନା ବଜ୍ରସର। ଶକତି ଯେ କଙ୍କ ପତ୍ର ତୀକ୍ଷ୍ଣ ମୁନା ବାଣ। ମହାକୋପେ ବିନ୍ଧୁଛନ୍ତି ପ୍ରଭୁ ରଘୁରାଣ। ଦେହେ ପଡ଼ି ସର ସବୁ ହୋଇଗଲା ଚୂର। ବିନ୍ଧିଲେ ଶପଥ ଲକ୍ଷ ବାଣ ରଘୁବୀର। ଅସୁର ଅଙ୍ଗରେ ପଡ଼ି ସବୁ ଚୂର୍ଣ୍ଣ ହେଲା। ଏହା ଦେଖି ଚମତ୍କାର ହେଲେ ରଘୁବଳା। ଧାଇଁ ଯାଇ ହନୁ ଧଇଲା କସୁରକୁ। ଆକର୍ଷି ଝିଙ୍କିଲା ପୁଣି ସହସ୍ର ଶିରାକୁ। ସହସ୍ର ମୁକୁଟ ତାର ପକାଇଲା ଭାଙ୍ଗି। କୋପରେ ଅସୁର ତାକୁ ଧରେ ଗଳ ଗାଜି। ହନୁକୁ ବସିଲା ମାଡ଼ି ପ୍ରତାପୀ ଅସୁର। ବେନି ଶସ୍ତ୍ର ବିଦ୍ଧା ମାରେ ହନୁର ଉପର। ବୀରବର ହନୁମନ୍ତ ଖାଇ ବିଦ୍ଧାଘାତ। ଘାଏ ଘୁମାଇଲା ରଣେ ଅଞ୍ଜନାର ସୂତ। ମୁଖ ବାଟେ ତାହାର ଯେ ବାହାରେ ରୁଧିର। ରାମ ରାମ ବୋଲି ଡାକେ ଅଞ୍ଜନା କୁମର। ଶୁଣି ବେଗେ ରଘୁନାଥ ଧନୁକୁ ଧଇଲେ। ବେନି ଲକ୍ଷ ସର ରାମ କୋପେଣ ବିନ୍ଧିଲେ। ଅସୁର ଉପରେ ସର ପଡ଼ିଲା କଜାଇ। ତିଳେ ନ ଭେଦିଲା ହସେ ଟହ ଟହ ହୋଇ। ଦକ୍ଷିଣ ଶ୍ରୀ ରଘୁନାଥ କୋପ ଗୁରୁତର। ବିନ୍ଧିଲେ ପର୍ବତ ସର ପୁଣି ଚକ୍ରଧର। ପଡ଼ିଣ ପର୍ବତାସର ଅସୁର ଉପରେ। ଦେହେ ବାଜି ଧୂଳି ହୋଇ ଉଡ଼େ ଗଗନରେ।
ଦେଖି ହନୁମନ୍ତ ବୀର ଧରେ ଅସୁରକୁ, ଅସୁର ସହସ୍ର ହାତେ ଧଇଲା ହନୁକୁ। ଧରା ଧରି ହୋଇ ଦୁହେଁ କରନ୍ତି ସମର, ଦେଖୁଥାନ୍ତି ଆକାଶରେ ଥାଇ ସର୍ବପୁର। ଦୁହିଁଙ୍କର ପାଦ ଘାତେ ମେଦିନୀ କମ୍ପିଲା, ଅସମାନ ଭୂମି ସବୁ ସମତୁଲ ହେଲା। ଗଡ଼ାଗଡ଼ି ହୋଇ ଦୁହେଁ କଲେ ଘୋର ରଣ, ବିଲଙ୍କା ନଗର ପାଦ ଲାଗି ହେଲା ଚୂର୍ଣ୍ଣ। ଉବୁରା ଯେତେକ ସ୍ତ୍ରୀ ପୁରୁଷ ଯେ ଥିଲେ, ଦୁହିଁଙ୍କର ପାଦ ଲାଗି ଚୂର୍ଣ୍ଣ ହୋଇଗଲେ। ରଥ ଥୁଆଇଣ ଏଣେ କୋଦଣ୍ଡ ଧାରଣ, ବିନ୍ଧିଲେ କତୁରୀ ବାଣ କ୍ରୋଧେ ରାମ ରାଣ। ନୃପତି ସଙ୍ଗରେ ଥିଲେ ଯେତେକ ସଇନି, ବାଣ ଘାତେ ଚଳିଗଲେ ପୁର ସଞ୍ଜୀବନୀ। ଦେଖନ୍ତି ଶ୍ରୀରାମ ଯହିଁ ଅସୁରୀ ଅସୁର, ଗୋଡ଼ାଇ କାଟନ୍ତି ମୁଣ୍ଡ ମାରି ତୀକ୍ଷ୍ଣ ସର। ଗୋଟାଏକ ନ ରଖିଲେ ବିଲଙ୍କା ଭୁବନେ, ସବୁ ନାଶ କଲେ କେହି ନ ରହିଲେ ଜଣେ। ଏକମାତ୍ର ବଞ୍ଚି ଅଛି ପ୍ରତାପୀ ଅସୁର, ହନୁମନ୍ତ ସଙ୍ଗତରେ କରଇ ସମର। ନିଜ କାୟା ବଢ଼ାଇଣ ପର୍ବତର ପବନର ବତ୍ସ, ଦୈତ ସଙ୍ଗରେ ଯୁଝେ ହୋଇ ସମକଚ୍ଛ। ଦେବତା ମାନଙ୍କୁ ଏହା ଗୋଚର ନହିଲା, ପାତାଳେ ବାସୁକି ରାଜା ଭୟରେ କମ୍ପିଲା। ଧନୁକୁ ଧରିଣ ଜଳେ ପକାଇ ରାବଣ, କ୍ରୋଧେ ଦୁଇ ଶସ୍ତ୍ର ବିଧା ମାଇଲା ରାଜନ। ବିଧାଘାତେ ମୋହ ଗଲା ଅଞ୍ଜନା କୁମର, ମୁଖରୁ ରୁଧିର ତାର ହୋଇଲା ବାହାର। ଶ୍ରୀରାମଙ୍କ ଉପରକୁ ଦୈତ୍ୟ ଧାଇଁଲା, କ୍ରୋଧେ ଦୁଇ ଶସ୍ତ୍ର ଭୁଜେ ବିମାନ ଧଇଲା। ଗଗନ ମାର୍ଗରେ ଚଳେ ଧେନିଣ ବିମାନ, ଦେଖି କ୍ରୋଧେଶ୍ୱର ବୃଷ୍ଟି କରନ୍ତି ଶ୍ରୀରାମ। ବାଣ ବରସନ୍ତି ରାମ ଜଳଧାରା ଜାଣି, ଶରର ଉପରେ ଶର ବିନ୍ଧୁଛନ୍ତି ଟାଣି। ଦୈତ୍ୟର ଅଙ୍ଗେ ବାଣ ଉପୁଡ଼ି ପଡ଼ଇ, ତିଳ ଚୋପା ପରମାଣେ ଦେହେ ନ ଭେଦଇ। ବଜ୍ର ଶକ୍ତି ମାଇଲେ କପୁଣି ରଘୁବୀର, ଅସୁର ହୃଦରେ ପଡ଼ି ହୋଇଗଲା ଚୂର। ପୁଣି ବ୍ରହ୍ମ ଶକତି ଯେ ଜ୍ୱାଳାବତୀ ବାଣ, ପାଶୁପତ ନୀଳ ବାଣ ଆଦି ଭୁଜ ବାଣ। ଦୈତ୍ୟର ଅଙ୍ଗେ ପଡ଼ି ସବୁ ଗଲା ଭାଜି, ମହାକପେ ଦୈତ୍ୟ ଯେ ଉଠେ ଗୋଳ ଗାଜି। ପୁଣି 7 ଲକ୍ଷ ବାଣ ବିନ୍ଧିଲେ ଶ୍ରୀରାମ, ହାତେ ଧରି ଭାଙ୍ଗି ଦେଲା କ୍ରୋଧରେ ରାବଣ। ଦେଖିଣ ବିସ୍ମୟ ହେଲେ କୋଦଣ୍ଡ ଧାରଣ, ବୋଇଲେ ଅସୁର ଧନ୍ୟ ଧନ୍ୟ ତୋ ଜୀବନ। 3 ପୁର ଦହି ପାରେ ମୋହର ବାଣ, ତେଣୁ ତୋ ଅଙ୍ଗରେ ପଡ଼ି ସବୁ ହେଲା ଚୂର୍ଣ୍ଣ। କେମନ୍ତେ ମାରିବି ମୁହିଁ ପ୍ରତାପୀ ଅସୁର, ଏତେ ବୋଲି ମାଇଲେ କବେନି ଲକ୍ଷ ସର। ପୁଣି ରାମ 11 କୋଟି ବାଣ ବିନ୍ଧି, 10 ପଦ୍ମ ବାଣ ପୁଣି ଏକା ବେଳେ ସନ୍ଧି। ପଡ଼ିଲା ଦୈତ୍ୟ ଅଙ୍ଗେ ସବୁ ସର ଯାଇ, ସୂଚି ମନେ କାହିଁ ଅବା ପର୍ବତ ଟଳଇ। ଦକ୍ଷିଣ ବିସ୍ମୟ ହେଲେ ଶ୍ରୀ ରଘୁନନ୍ଦନ, ଚିତ୍ରସେନକୁ ବୋଇଲେ ସମ୍ଭାଳ ବିମାନ। ମହାକୋପ କରି ବେଗେ ଅସୁର ଧାଇଁଲା, ପର୍ବତ ଉପାଡ଼ି ଆଣି କରରେ ଧଇଲା।
ରାମଙ୍କ ଉପରେ ଦୈତ୍ୟ ପ୍ରହାରିଲା ନେଇ, ଉଡ଼ିଲେ ଗଗନ ମାର୍ଗେ ପ୍ରଭୁର ଘୁସାଇ। କ୍ରୋଧ ଭରେ ଗୋଡ଼ାଇଲା ପ୍ରତାପୀୟ ସୁର, ଦେଖି ରାମ ବିନ୍ଧିଲେ କପୁଣି ଲକ୍ଷେଶର। ପର୍ବତ ଉପାଡ଼ି ଧରି ଦୈତ୍ୟ ଧାମଇ, ରାମଙ୍କ ଉପରେ ପୁଣି ପ୍ରହାରିଲା ନେଇ। ଗଗନ ମାର୍ଗକୁ ପୁଣି ଚଳିଗଲେ ରାମ, ଧନୁ ଧରି ଅନୁକ୍ଷଣେ ବିନ୍ଧୁଛନ୍ତି ବାଣ। ବାଣ ଘାତେ 10 ଦିଗ ହେଲା ଅନ୍ଧକାର, ନଦୀ ସନ୍ତି ରଘୁନାଥ ନଦୀ ସେ ଅସୁର। ଦକ୍ଷିଣ ଦେବତା ମାନେ ଧାଇଁଲେ ବହନ, ଅସୁର ଉପରେ କଲେ ବାଣ ବରଷଣ। ସୁନାସିର ବଜ୍ରଶର ନେଇ ପ୍ରହାରିଲା, ଅସୁର ଅଙ୍ଗରେ ପଡ଼ି ବଜ୍ର ଭାଙ୍ଗି ଗଲା। ଅନୁକ୍ଷଣ 2 ଦିନ ସମର ହୋଇଲା, କ୍ଷଣ ମାତ୍ର ଅସୁର ଯେ ଯୁଦ୍ଧ ନ ତେଜିଲା। ତ୍ରିଶୂଳ ପିଟିଲେ ଶିବ ଅସୁର ଉପରେ, ଉପୁଡ଼ି ପଡ଼ିଲା ବାଜି ଅସୁର ଦେହରେ। ପୁଣି ଶୂଳ ଶକତି ଯେ ମାରନ୍ତି ଈଶ୍ୱର, ଅଗ୍ନି ସୂର୍ଯ୍ୟ ନଈରତ ବରୁଣ କୁବେର। ବିଜେ କଲେ ଅସ୍ତ୍ର ଘେନି ଦୈତ୍ୟ ସନ୍ନିଧାନେ, ଯମରାଜା ବିଜେ କଲେ ମହିଷ ବାହନେ। ମରାଳ ବାହନେ ବିଜେ କଲେ ବେଦପତି, ଐରାବତ ଇନ୍ଦ୍ରଦେବ ଆରୋହୀ ଅଛନ୍ତି। ଅସୁରର ଚାରି ପାଖେ ଆସି ବେଢ଼ି ଗଲେ, ଯେ ଯାହାର ଅସ୍ତ୍ର ଶସ୍ତ୍ର ଧରି ଯୁଦ୍ଧ କଲେ। ଅସ୍ତ୍ରାଘାତେ 10 ଦିଗ ଦିଶେ ଅନ୍ଧକାର, ବଜ୍ର ଶକ୍ତି ଶୂଳ ଉଲ୍ଲ ମାରନ୍ତି ମୁଦ୍ଗର। ଯେତେ ଯେତେ ଅସ୍ତ୍ରମାନ ଦେବତା ମାରନ୍ତି, ଅସୁର ଅଙ୍ଗରେ ପଡ଼ି ଚୂର୍ଣ୍ଣ ହୋଇଯାନ୍ତି। 4 ଦିନେ ଅନୁକ୍ଷଣ ସଂଗ୍ରାମ ଲାଗିଲା, ପ୍ରତାପୀୟ ସୁର ରାଜା ଯୁଦ୍ଧେ ନ ଘୁଞ୍ଚିଲା। ଈଶ୍ୱର ବୋଲନ୍ତି ଏବେ ଶୁଣ ଗୋ ପାର୍ବତୀ, ଦେବଗଣ ଅସ୍ତ୍ର ଶସ୍ତ୍ର ଛାଡ଼ି ନ ରହନ୍ତି। ଦୈତ୍ୟ ଯୁଦ୍ଧେ ଅଶକତ ଦେବଗଣ ହେଲେ, ରଘୁନାଥ ଘନ ଘନ ନିଶ୍ୱାସ ଛାଡ଼ିଲେ। ଯୁଦ୍ଧରେ ଦୈତ୍ୟକୁ ଛାଡ଼ି ସର୍ବେ ଘୁଞ୍ଚି ଗଲେ, ଯେ ଯାହାର ଆଶ୍ରମକୁ ବେଗେ ପଳାଇଲେ। ଶ୍ରୀରାମ ରହିଲେ ଯାଇ ପ୍ରଚଣ୍ଡ ଗିରିରେ, ଅସୁର ରହିଲା ଯାଇ ଆପଣା ମନ୍ଦିରେ। ହନୁମନ୍ତ ପଡ଼ିଅଛି ବିଲଙ୍କା ନଗରେ, ଅପୂର୍ବ ଚରିତ ଶୁଣ ଏଥୁ ଅନନ୍ତରେ। ଚିତ୍ରସେନ ଗନ୍ଧର୍ବକୁ ବୋଇଲେ ଶ୍ରୀରାମ, ବିଲଙ୍କା ଭୁବନେ ମଲା ମୋର ହନୁମାନ। କହ ଜୀବନ ପାଇବ କେହ୍ନେ ହନୁବୀର, ଧର୍ମ ଧନୁ ସୁମରନ୍ତି କୌଶଲ୍ୟା କୁମର। କି କରିବି ବୋଲି ମନେ ବିଚାରନ୍ତି ରାମ, କେମନ୍ତେ ବଞ୍ଚିବ ମୋର ଅଞ୍ଜନା ନନ୍ଦନ। ଇନ୍ଦ୍ରଙ୍କୁ ସ୍ମରଣ କଲେ ପ୍ରଭୁ ରଘୁବୀର, ତତକ୍ଷଣେ ଇନ୍ଦ୍ର ଆସି ମିଳିଲେ ଛାମୁର। ଶ୍ରୀରାମ ବୋଇଲେ କହ କହ ସଚିପତି, କେମନ୍ତେ ବଞ୍ଚିବ ଏଥେ ପବନ ସନ୍ତତି। ଯେବେ ଦେବ ହନୁମନ୍ତ ବୀରକୁ ଜିଆଇ, ତେବେ ମୁହିଁ ଅସୁରକୁ ନିଶ୍ଚେ ଜିଣିବଇ। ଯଦ୍ୟପି ଜୀବନ ନ ପାଇବ ହନୁମାନ, ଧନୁ ଶସ୍ତ୍ର ଛାଡ଼ି ମୁହିଁ ଯିବି ଘୋର ବନ।
ଏହା ଶୁଣି ସୁନାସିର ସ୍ୱର୍ଗପୁର ଗଲେ, ହନୁର ଉପରେ ଆଣି ସୁଧା ବରସିଲେ। ଚେତା ପାଇଣ ଉଠିଲା ଅଞ୍ଜନା କୁମାର, ପ୍ରଚଣ୍ଡ ଗିରିକି ଚଳିଗଲା ହନୁବୀର। ଶ୍ରୀରାମଙ୍କ ପାଦ ତଳେ ପଡ଼ିଲା କଜାଇ, ଦକ୍ଷିଣ ହରସ ହେଲେ ପ୍ରଭୁ ରଘୁସାଇ। ବୋଲନ୍ତି ହେ ହନୁମାନ ସାବଧାନେ ଶୁଣ, ଅଗୋଚର ସମର ଯେ ହେଲା 5 ଦିନ। ଅନେକ ପ୍ରକାର ମୁଁ ଯେ ବିନ୍ଧିଲଇଁ ସର, ନମଲା ପ୍ରତାପୀ ସେହି ଚାଣ୍ଡାଳ ସୁର। କେମନ୍ତେ ଦୈତ୍ୟକୁ କହ ମାରିବଇଁ ମୁହିଁ, ବହୁତ ଝିଙ୍ଗାସି ମୋତେ କହିବେ ବୈଦେହୀ। ହନୁମନ୍ତ ବୋଇଲା ନ ଭାଳ ଦେବ କିଛି, ଯାହା ସେ ଦଇତ କପାଳରେ ଲେଖିଅଛି। ଶୁଣିକରି ଶ୍ରୀରାମ ଯେ ବେଗେ ଚଳିଗଲେ, ସମୁଦ୍ର ଭିତରେ ପଶି ସ୍ନାନ ସାରିଲେ। ସନ୍ଧ୍ୟା ତରପଣ ଆଦି ସାରି ରଘୁନାଥ, ବିଜେ କଲେ ଦେବ ଯାଇ ପ୍ରଚଣ୍ଡ ପର୍ବତ। ହନୁମନ୍ତ ଫଳମୂଳ ଯୋଗାଇଲେ ଆଣି, ସନ୍ତୋଷ ଭୁଞ୍ଜିଲେ ପ୍ରଭୁ ସେ କୋଦଣ୍ଡ ପାଣି। ଶ୍ରମ ପାଇବାରୁ ରାମ ଅସୁର ଯୁଦ୍ଧରେ, ନିଦ୍ରା ଦେବୀ ଘାରେ ଆସିବେନି ନୟନରେ। ରଥର ଉପରେ ଆସି କଲେ କଶୟନ, ଧୀରେ ଧୀରେ ପାଦ ଚାପେ ପବନ ନନ୍ଦନ। ବିଲଙ୍କା ରାବଣର ଖେଦ, ରାମଚନ୍ଦ୍ରଙ୍କୁ ଦେବତାମାନଙ୍କର ସୀତା ଆଣିବାକୁ ପ୍ରାର୍ଥନା। ରାମଚନ୍ଦ୍ର ଦେବତାଙ୍କ କଥାରେ ସୀତା ଆଣିବା ସକାଶେ ହନୁମାନଙ୍କୁ ପଠାଇବା। ଏଥୁ ଅନ୍ତେ ଯାହା ହେଲା ଶୁଣ ଗୋ ପାର୍ବତୀ, ଯୁଦ୍ଧରେ ପଳାଇ ଗଲା ବିଲଙ୍କା ନୃପତି। ଦେଖିଲା ବିଲଙ୍କା ପୁରେ କେହି ନାହିଁ ଜଣେ, ପୁର ସବୁ ଭାଙ୍ଗି ପଡ଼ି ଅଛି ଏଣେ ତେଣେ। ଜଗତି ଉପରେ ଯାଇ ଅସୁର ଉଠିଲା, 2 ଶସ୍ତ୍ର ଭୁଜ ନେଇ କପାଳେ ମାଇଲା। ଦୈବ ସୁମରି ବୋଲେ ବିଲଙ୍କାର ସାଇ, ଏତେ ବଡ଼ ସମ୍ପଦ ତ ମୋର ଗଲା କାହିଁ। ପୁତ୍ର ନାତି ମାନେ ମୋର କେଣେ ଚାଲିଗଲେ, ରାଉତ ମାହୁନ୍ତ ଆଦି କେହି ନ ରହିଲେ। ସମସ୍ତଙ୍କୁ ରଘୁନାଥ ଯୁଦ୍ଧରେ ମାଇଲେ, ରହିବି କାହାକୁ ଘେନି ମୁହିଁ ଏହି ପୁରେ। ଏମନ୍ତ ବହୁତ ଖେଦ କରନ୍ତେ ନୃପତି, ଏ ସମୟେ ନୟନରେ ଘାରେ ନିଦ୍ରାବତୀ। ନିଶ୍ଚିନ୍ତେ ଶୟନ କଲା ଜଗତି ଉପରେ, କାଳ ନିଦ୍ରା ଘାରିଲା କବେନି ନୟନରେ। ଈଶ୍ୱର ବୋଲନ୍ତି ଏବେ ପାର୍ବତୀ ଗୋ ଶୁଣ, ଅପୂର୍ବ ଚରିତ ଏ ବିଲଙ୍କା ରାମାୟଣ। ଯେ ଶୁଣି ଶୁଣାଇ ସେ ମୁକତି ଜେଲ ଭଇ, କହୁଅଛି ଏକ ମନେ ଶୁଣ ପ୍ରାଣ ସହି। ସଜାରେ ଭାଳନ୍ତି ରାତ୍ରେ ଶ୍ରୀ ରଘୁନନ୍ଦନ, କେମନ୍ତେ ମରିବ ଦୁଷ୍ଟ ବିଲଙ୍କା ରାଜନ। ରାତ୍ର ନ ପାହୁଣୁ ବେଗେ ସଜାରୁ ଉଠିଲେ, ମୁନ ବଙ୍କା ହୋଇଥିବା ସରସଳ ଖିଲେ। ଅସୁର ମାରିବା ପାଇଁ ଘୋର ଚିନ୍ତା କରେ, କି କରିବାକୁ ହନୁ ବୋଲିଣ ବୋଇଲେ। ମାରୁତି ବୋଇଲା ହେ ପ୍ରଭୁ ରଘୁବୀର, ତୁ ପରମ ବ୍ରହ୍ମ ତୋତେ କିବା ଅଗୋଚର। ଏଛାର କଥାକୁ କିମ୍ପା ଭାଳୁଛ ଗୋସାଇଁ,
ଯାହାର ଆଜ୍ଞାରେ ସୃଷ୍ଟି ସ୍ଥିତି ଲୟ ହୋଇ ଶୁଣିଣ କୋଦଣ୍ଡ ଧର ବହନ ଉଠିଲେ ସମୁଦ୍ର କୂଳରେ ପଶି ସ୍ନାହାନ ସାରିଲେ ତର୍ପଣ ସାରିଣ ବେଗେ ଦେବର ଘୁରାଣ ଦେବତାମାନଙ୍କୁ କଲେ ମନରେ ସ୍ମରଣ ଜାଣିପାରି ଦେବଗଣ ମିଳିଲେ ବହନ ଯହିଁ ବିଜେ କରିଛନ୍ତି କୋଦଣ୍ଡ ଧାରଣ ସୁନାସିର ବେଦପତି ଦେବ ପଶୁପତି ଚନ୍ଦ୍ର ସୂର୍ଯ୍ୟ ନୈଋତ ଅଗ୍ନି ବୃହସ୍ପତି ଯମ ଆଦି ବିଶ୍ୱକର୍ମା ବରୁଣ ପବନ ଶ୍ରୀ ରଘୁନାଥଙ୍କୁ ଆସି କଲେ ଦର୍ଶନ କହିଲେ ଦେବଙ୍କୁ ଚାହିଁ ପ୍ରଭୁ ରଘୁନାଥ ତୁମ୍ଭର ନିମନ୍ତେ ସିନା ଆମ୍ଭର ଏ କଷ୍ଟ ଏକ ଗୋଟା ଅସୁରକୁ ଜିଣି ନ ପାରିଲି ବିଲଙ୍କା ରାବଣ ଠାରୁ କଷଣ ପାଇଲି କେମନ୍ତେ ମରିବ ଏହି ଦୁର୍ଜୟ ଦାନବ କାଲିର ଯୁଦ୍ଧେ ଦେଖିଛ ଅଛ ସର୍ବଦେବ ମୋର ହାତେ ନ ମରିବ ଦୁର୍ଦାନ୍ତ ଅସୁର ସର୍ବଦେବ ଗଣ ମିଳି କର ଯାସ ମୋର ସନ୍ନ୍ୟାସୀ ହୋଇବି ଯାଇ ବନସ୍ତେ ପଶିବି ଅଯୋଧ୍ୟାପୁରକୁ ଆଉ କେଭେ ମୁଁ ନ ଯିବି କି ବୋଲିବେ ଗଲେ ମୋତେ ଜନକ ଦୁଲଣୀ ବହୁତ ଇଙ୍ଗିତ କରି କହି ଦେବ ବାଣୀ ବୋଇଲେ କ ଦେବଗଣ ଯୋଡ଼ିବେ ନିକର ନଇଲେ ଜାନକୀ କେଭେ ନ ମରେ ଅସୁର ଜଗତ ଜନନୀ ସେହି ସୀତା ଠାକୁରାଣୀ ପରମ ସାଧବୀ ସତୀ ଜନକ ଦୁଲଣୀ ଲକ୍ଷ୍ମୀ ନାରାୟଣ ତୁମ୍ଭେ ଦୁହେଁ ଅବତାର ଦୈତ୍ୟ ମାରିବା ପାଇଁ ଜନ୍ମିଛ ସଂସାର ଅଯୋଧ୍ୟା ଠାକୁର ତୁମ୍ଭେ ଶ୍ଵେତ ଠାକୁରାଣୀ ଜନମିଛ ଦେବ କାର୍ଯ୍ୟ ନିମନ୍ତେ ମେଦିନୀ ସେ ସତୀ ନଇଲେ କେଭେ ନ ମରେ ଅସୁର ଅଯୋଧ୍ୟାରୁ ଆଣୁ ଯାଇ ପବନ କୁମର ଚିତ୍ରସେନ ଘେନି ଯାଉ ଏହି ବିମାନକୁ ବେଗେ ଯାଇ ଘେନି ଆସୁ ଜଗତ ମାତାଙ୍କୁ ଏହା ଶୁଣି ଶ୍ରୀରାମ ଯେ ବୋଲନ୍ତି ବଚନ ଅସମ୍ଭବ କଥା କିମ୍ବା କୁହ ଦେବଗଣ ପ୍ରତିଜ୍ଞା କରିଛି ମୁଁ ହିଁ ସତୀ ଅଗ୍ରତରେ ଏକାଳେ ମାରିବି ପଶିବି ଲଙ୍କା ନଗରେ ଜନକ ଦୁଲଣୀ ଯେବେ ଏଠାକୁ ଆସିବ ମୋହର ପ୍ରତିଜ୍ଞା କହ କେମନ୍ତେ ରହିବ ନହୁ ପଛେ ନ ମରୁ ଏ ବିଲଙ୍କା ରାଜନ ଦେବଗଣ କହ କିମ୍ପା ଏମନ୍ତ ବଚନ ସ୍ୱର୍ଗପୁର ଭୋଗ କରୁ ଦୁର୍ଦାନ୍ତ ଅସୁର ରାମ ନାମ ପଦ ପଛେ ନ ରହୁ ମୋହର ଏ ଧନୁ କୋଦଣ୍ଡ ପଛେ ଧିକ ମୋର ହେଉ ମୋହର ମାଂସକୁ ପଛେ ଗୁଧ୍ର ପକ୍ଷୀ ଖାଉ ଜାନକୀ ମୁଖକୁ ଚାହିଁ ଚାହିଁବି କେମନ୍ତେ ସେ ସତୀ ଜାନକୀ ଦେବୀ କି ବୋଲିବେ ମତେ ଯାଅ ଯାଅ ଦେବଗଣ ଯେ ଯାହାର ପୁର ପାରିଲେ ମାରିବି ମୁହିଁ ବିଲଙ୍କା ଅସୁର ଚିତ୍ରସେନ ଘେନି ଯାଉ ସ୍ୱର୍ଗକୁ ବିମାନ କିଷ୍କିନ୍ଧାପୁରକୁ ଏବେ ଯାଉ ହନୁମାନ ଯାଉଅଛି ପଶିବଇଁ ବନସ୍ତ ଭିତରେ ରାମ ରାମ ପଦ ମୋର ବୁଡ଼ିଲା ଏଠାରେ ଏହା ଶୁଣି ଦେବଗଣ କରକୁ ଯୋଡ଼ିଲେ ଏକା ବେଳେ ଶ୍ରୀରାମଙ୍କ ପାଦରେ ପଡ଼ିଲେ
ଭୋ ରଘୁନନ୍ଦନ ଯେବେ ମନ୍ତ କରିବ, କାଲି ଦେବତାଙ୍କୁ ଦେଇ ପାଦେ ଖଟାଇବ। ଭୋ ପ୍ରଭୁ ତୁ ଯେବେ ନିଶ୍ଚୟ ପଶିବୁ ନବରେ, ଆମ୍ଭେ କେହି ନ ରହିବୁ ଜାଣ ସ୍ୱର୍ଗପୁରେ। ତୋହର ସଙ୍ଗତେ ନିଶ୍ଚୟ ବନବାସୀ ହେବୁ, ଅସୁର ପାଦରେ କେତେ ସେବା କରୁଥିବୁ। ଏତେ ବୋଲି ଦେବଗଣ ହୃଦେ କଲେ ସ୍ତୁତି, ଜୟ ଜୟ ରଘୁନାଥ ଜାନକୀର ପତି। ଜୟ ଜୟ ରଘୁନାଥ ମହିମା ସାଗର, ଜୟ ଜୟ ରଘୁନାଥ ତାରିଲ ପଥର। ପାଦ ଲାଗି ସ୍ୱର୍ଗେ ଗଲା ଗୌତମ ନାରୀ, ଧନୁ ଭାଙ୍ଗି ବିଭା ହେଲ କନକ କୁମାରୀ। ଜୟ ଜୟ ରଘୁନାଥ ବଧିଲ ରାବଣ, ଲଙ୍କାରେ ମାଇଲ ନାଥ ବୀର କୁମ୍ଭକର୍ଣ୍ଣ। ଜୟ ଜୟ ରଘୁନାଥ ଇନ୍ଦ୍ରଜିତ ମାରି, ଦେବତାଙ୍କୁ ରଖିଅଛ ନେଇ ସ୍ୱର୍ଗପୁରୀ। ଜୟ ରଘୁନାଥ ସୀତା ମାନ ଉଦ୍ଧାରଣ, ଜୟ ରାମ ବିଭୀଷଣ ଶରଣ ରକ୍ଷଣ। ଜୟ ଜୟ ରଘୁନାଥ କୌଶଲ୍ୟାନନ୍ଦନ, ଯୋଗୀ ମୁନି ଯାର ପଦେ କରନ୍ତି ବନ୍ଦନ। ସେ ରାମ ଚରଣ ତଳେ ଅଛି ମୋର ମନ, ଶ୍ରୀପଦ ସାରଳା ଦାସ ଭାବେ ଅନୁକ୍ଷଣ। ଏଥୁ ଅନନ୍ତରେ ଗୋପାର୍ବତୀ ଦେବୀ ଶୁଣ, ଏମନ୍ତ ବହୁତ ସ୍ତୁତି କଲେ ଦେବଗଣ। ରଘୁନାଥ ପାଦ ତଳେ କଲେ ନମସ୍କାର, କରନ୍ତୁ ଦେବଙ୍କୁ ରକ୍ଷା ହେ ରଘୁନାଥ। ଭୋ ଶ୍ରୀରାମ ଏବେ ଯେବେ ସୀତା ନ ଆସିବ, ଦୁର୍ଜୟ ଦାନବ ରାଜା କେଭେ ନ ମରିବ। ଶ୍ରୀରାମ ବୋଇଲେ ତୁମ୍ଭେ ଶୁଣ ଦେବଗଣ, ଜାଣିଲେଣି ସରିଲାଣି ମୋର ବଡ଼ପଣ। ସେ ସତୀର ଅଗ୍ରତରେ ପ୍ରତିଜ୍ଞା ମୁଁ କଲି, ଏ ବିଲଙ୍କା ରାବଣକୁ ମାରିବି ବୋଇଲି। ଯେବେ ମାରି ନ ପାରିବି ବିଲଙ୍କା ରାଜନ, କେମନ୍ତେ ଚାହିଁବି ମୁହିଁ ସତୀର ବଦନ। ବନବାସୀ ହେବି ପଛେ ବନସ୍ତେ ପଶିବି, ଅଯୋଧ୍ୟାପୁରକୁ ଆଉ କେଭେ ମୁଁ ନ ଯିବି। ଏହା ଶୁଣି ଦେବଗଣ ଚକିତ ହୋଇଲେ, କି କରିବା ବୋଲି ଏବେ ସକଳେ ଭାଳିଲେ। ଦେଖି ବ୍ରହ୍ମା ସରସ୍ୱତୀ ବଦନକୁ ଚାହିଁ, ମାଗ ତୁମ୍ଭେ ରାମ କଣ୍ଠେ ବିଜେ କର ଯାଇ। ସୀତା ଆଣିବାକୁ ରାମ ବୋଲନ୍ତି ଯେ ମନ୍ତେ, ଏ ଅସୁର ମଲେ ସ୍ୱର୍ଗେ ରହିବ ନିଶ୍ଚିନ୍ତେ। ଶୁଣି ଦେବୀ ସରସ୍ୱତୀ ବେଗେ ଚଳିଗଲେ, ତକ୍ଷଣେ ରାମଙ୍କ କଣ୍ଠେ ଯାଇ ବିଜେ କଲେ। ମୋହିଲେ ରାମଙ୍କ ମନ ସରସ୍ୱତୀ ଯାଇ, କହିଲେ ଦେବତା ଗଣେ ଚାହିଁ ରଘୁ ସାଇଁ। କି ପ୍ରକାରେ ଅଯୋଧ୍ୟାରୁ ଜାନକୀ ଆସିବ, କେ ଯାଇ ଜାନକୀ ଆଗେ ବାରତା କହିବ। ଦେବଗଣ ବୋଇଲେ ଯେ ହନୁମନ୍ତ ଯାଉ, ସତୀଙ୍କ ଆଗରେ ଯାଇ ବାରତା ସେ କହୁ। ଆସିବା ବାରତା ପାଇ ଦେବୀ ବୈଦେହୀ, ନଇଲେ ଜାନକୀ କେଭେ ଦୈତ୍ୟ ନ ମରଇ। ଏହା ଶୁଣି ରାମଚନ୍ଦ୍ର ହୋଇଲେ ମୌନ, ଯାଅ ବାବୁ ଅଯୋଧ୍ୟାକୁ ପବନ ନନ୍ଦନ। ସତୀକି କହିବୁ ସବୁ ଯୁଦ୍ଧର ସନ୍ଦେଶ, ସୀତାଙ୍କୁ ବାରତା କହି ବେଗେ ଘେନି ଆସ। ଲକ୍ଷ୍ମଣ ଆସିବ ଏକା ସତୀ ସଙ୍ଗତର,
ପାରିବୁ କି ଯାଇ କହ ପବନ କୁମାର। ହନୁମନ୍ତ ବୋଲେ ଦେବ ଆଜ୍ଞା ଦେଲେ ଯିବି। ଅଯୋଧ୍ୟା ରାଣୀକୁ ବେଗେ ଘେନିଣ ଆସିବି। ଶ୍ରୀରାମ ବୋଇଲେ ଯେବେ ଆସେ ମୋର ସତୀ। ବାଟରେ ସମ୍ଭାଳି ତୁ ହି ଆଣିବୁ ମାରୁତି। ଶୁଣି ହନୁମନ୍ତ ତହୁଁ ଯୋଡ଼ିବେନି କର। ଯାଉଅଛି ଅଯୋଧ୍ୟାକୁ ଆହେ ରଘୁବୀର। ଶ୍ରୀରାମ ବୋଇଲେ ହେଉ ତୋହର କଲ୍ୟାଣ। ସାବଧାନ ହୋଇ ଏଥେ ସତୀକି ତୁ ଆଣ। ଶୁଣି ପାଦେ ପଡ଼ିଲା କ ଅଞ୍ଜନାର ବଳା। ଗଗନ ମାର୍ଗରେ ହନୁ ବିକ୍ରମିଣ ଗଲା। ବୋଇଲେ କ ଦେବଗଣ ଯୋଡ଼ିବେନି କର। ଦେବତାଙ୍କ କାର୍ଯ୍ୟ କର ପ୍ରଭୁ ରଘୁବୀର। ଶୁଣି ରଘୁନାଥ ମନେ ହରଷ ହୋଇଲେ। ଯେ ଯାହା ସ୍ଥାନକୁ ତହୁଁ ଦେବଗଣ ଗଲେ। ଏଥୁ ଅନ୍ତେ ଯାହା ହେଲା ପାର୍ବତୀ ଗୋ ଶୁଣ। ଅପୂର୍ବ ଚରିତ ଏ ବିଲଙ୍କା ରାମାୟଣ। ଗଗନ ମାର୍ଗରେ ବୀର ହନୁମନ୍ତ ଗଲା। କିଷ୍କିନ୍ଧ୍ୟା ନଗରେ ଯାଇ ପ୍ରବେଶ ହୋଇଲା। ଆସ୍ଥାନରେ ବସି ଅଛି ରାଜା ସୁଗ୍ରୀବର। ଅଙ୍ଗଦ ସୁଷେଣ ଆଦି ଛନ୍ତି ମହାବୀର। ନଳ ନୀଳ ଜାମ୍ବବାନ ଆଦି ବୀରମାନେ। ହାତ ଯୋଡ଼ି ରହିଛନ୍ତି ଯେ ଯାହାର ସ୍ଥାନେ। ଏସନ ସମୟେ ହନୁ ମିଳିଲା କ ଯାଇ। ଆସ୍ଥାନରେ ସୁଗ୍ରୀବକୁ ଓଳଗି ହୋଇ। ଜାମ୍ବବାନେ ନମସ୍କାର କଲା ହନୁ ବୀର। ଯାହାକୁ ଯେ ବିଧି କଲା ଅଞ୍ଜନା କୁମର। ସୁଗ୍ରୀବ ପଚାରେ କହ ହନୁ ଥିଲ କାହିଁ। ଅଯୋଧ୍ୟା ବାରତା ବାବୁ କହନ୍ତି ବୁଝାଇ। କୁଶଳେ ଅଛନ୍ତି ଟିକି ପ୍ରଭୁ ରଘୁମଣି। କୁଶଳେ ଅଛନ୍ତି ଟିକି ଜନକ ଦୁଲଣୀ। ହନୁମନ୍ତ ବୋଲେ ଦେବ ଶୁଣ ସାବଧାନେ। ରାମଚନ୍ଦ୍ର ରହିଛନ୍ତି ବିଲଙ୍କା ଭୁବନେ। ଥିଲା ଯେ ସହସ୍ର ଶିରା ନାମରେ ରାବଣ। ତାହାର ସଙ୍ଗତେ ରାମ କଲେ ଘୋର ରଣ। ତା ପୁତ୍ର ନାତିକି ରାମ ସମରେ ମାଇଲେ। ଗୋଟିଏ କ ନର ନାରୀ ନଗ୍ରେ ନ ରଖିଲେ। ଏକମାତ୍ର ବଞ୍ଚି ଅଛି ବିଲଙ୍କା ରାଜନ। ତାକୁ ମାରି ନ ପାରିଲେ କୌଶଲ୍ୟା ନନ୍ଦନ। ଦେବଗଣ ବୋଇଲେ କ ଶୁଣ ହେ ରାଘବ। ଜାନକୀ ନଇଲେ ବେଗେ ଦୈତ୍ୟ ନ ମରିବ। ତେଣୁ ଆଜ୍ଞା ଦେଲେ ମୋତେ କୌଶଲ୍ୟା ନନ୍ଦନ। ସୀତାଣି ଯାଉଅଛି ଅଯୋଧ୍ୟା ଭୁବନ। ଶୁଣିଣ ସୁଗ୍ରୀବ ଅତି ବିସ୍ମୟ ହୋଇଲା। ଶ୍ରୀରାମ ବହୁତ କଷ୍ଟ ପାଇଲେ ବୋଇଲା। ଆଣିବୁ ସୀତାଙ୍କୁ ଯେବେ ବାବୁ ହନୁ ବୀର। ଏହି ବାଟେ ଘେନି ଯିବୁ ପବନ କୁମର। ଏହା ଶୁଣି ହନୁମନ୍ତ କଲା ସନମତ। ଗଗନ ମାର୍ଗରେ ତହୁଁ ଚଳିଲା ତୁରିତ। ଦ୍ୱିତୀୟ ଦିନରେ ସେହି ପବନର ବଳା। ସରଜୁ କୂଳରେ ଯାଇ ପ୍ରବେଶ ହୋଇଲା। କିଛି ଫଳ ମୂଳ ଖାଇ ବଞ୍ଚିଲା ସେଦିନ। ସରଜୁ ନଦୀର ତୀରେ କଲା ଶୟନ। ରାତ୍ର ପ୍ରଭାତରୁ ଉଠି କରଇ ଗମନ। ପ୍ରବେଶ ହୋଇଲା ଯାଇ ଅଯୋଧ୍ୟା ଭୁବନ। ନଗର ଭିତରେ ହନୁ ପଶିଲା କ ଯାଇ। ଦକ୍ଷିଣ ଅଯୋଧ୍ୟା ଲୋକେ ଅଇଲେ କ ଧାଇଁ।
ଜଣେ ଜଣେ ଶ୍ରୀରାମଙ୍କ ବାରତା ପୁଛନ୍ତି, କିଛି ନ କହିଣ ଯାଏ ପବନ ସନ୍ତତି। ତାର ପଛେ ନର ନାରୀ ଅଛନ୍ତି ଗୋଡ଼ାଇ, ମାରୁତି ମିଳିଲା ବେଗେ ସୀତା ପାଶେ ଯାଇ। ବେନି ପାଦ ତଳେ ପଡ଼ି ପବନ ନନ୍ଦନ, ହାତ ଯୋଡ଼ି ଉଠି ପୁଣ କଲା ପ୍ରଣାମ। ପୁଛନ୍ତି ହନୁକୁ ଚାହିଁ ଜନକ ଦୁଲଣୀ, କେମନ୍ତେ ଅଛନ୍ତି କହ ପ୍ରଭୁ ରଘୁମଣି। କି ବାରତା ଆଣିଅଛୁ କହ ହନୁମନ୍ତ, ଜାଣିଛୁ କି ବିଲଙ୍କାରେ ରାମଙ୍କ ବୃତ୍ତାନ୍ତ। ହନୁମନ୍ତ ବୋଲେ ଦେବୀ ସାବଧାନେ ଶୁଣ, ବିଲଙ୍କାରେ ଘୋର ଯୁଦ୍ଧ କଲେ ରଘୁରାଣ। ପୁତ୍ର ନାତି ନଗ୍ର ଲୋକ ସକଳ ମାଇଲେ, ନଗର ଭିତରେ ଗୋଟିଏ କନ ରଖିଲେ। ଏକମାତ୍ର ରହିଅଛି ବିଲଙ୍କା ରାଜନ, ଶସ୍ତ୍ର ନଭେଦେ ତା ଦେହେ ବଜ୍ରହୁ କଠିନ। ତାକୁ ଯୁଦ୍ଧେ ନ ପାରନ୍ତି ରଘୁକୁଳ ସାଇଁ, ମୋତେ ପଠିଆଇ ଦେଲେ ତୁମ୍ଭେ ଯିବା ପାଇଁ। ବିଳମ୍ବ ନ କରି ମାତ ଚାଲ ଅତି ବେଗେ, ବୀରବର ଲକ୍ଷ୍ମଣକୁ ଘେନି ଯିବ ସଙ୍ଗେ। ଏହା ଶୁଣି ମହାସତୀ ହସିଣ ଉଠିଲେ, ବହୁତ ପ୍ରତିଜ୍ଞା କରି ରାମ ଯାଇଥିଲେ। ଯୁଦ୍ଧେ ମାରି ନ ପାରିଲେ ପାମର ଦୈତ୍ୟକୁ, ଆରେ ବାବୁ ହନୁମନ୍ତ ଡାକ ଲକ୍ଷ୍ମଣକୁ। ଏହା ଶୁଣି ହନୁମନ୍ତ ବେଗେ ଗଲା ଚଳି, ମିଳିଲା କୌଶଲ୍ୟାପୁରେ ଯାଇ ମହାବଳୀ। କୌଶଲ୍ୟା ପାଦେ ଦଣ୍ଡବତ କଲା ଯାଇ, କୌଶଲ୍ୟା ପଚାରନ୍ତି ରାମ ମୋର କାହିଁ। ଶ୍ରୀରାମ ବାରତା କହନିରେ ହନୁ ବୀର, କିପରି ଅଛଇ ବାବୁ ମୋ କୋଦଣ୍ଡ ଧର। ହନୁମନ୍ତ ବୋଲେ ମାତା ବିଲଙ୍କା ନଗରେ, ଘୋର ରଣ କରୁଛନ୍ତି ଦୈତ୍ୟ ସଙ୍ଗତରେ। ମୋତେ ପଠାଇ ଅଛନ୍ତି ରଘୁକୁଳ ସାଇଁ, ଲକ୍ଷ୍ମଣ ସହିତେ ଘେନି ଯିବି ବୈଦେହୀ। ଶୁଣିଣ କୌଶଲ୍ୟା ଦେବୀ ହେଲେ କ୍ରୋଧ ଭର, ଆହା ଆହା କେତେ କଷ୍ଟ ପାଇଲୁ କୁମର। 14 ବରଷ ଯାଏ ନ ଦେଖିଲି ତୋତେ, ଏବେ ତୁ ଅନାସ୍ଥା ପୁଣି କରିଗଲୁ ମତେ। କେତେ ଦିନେ ଅଯୋଧ୍ୟାକୁ ଆସିବେ ଶ୍ରୀରାମ, ସତ କରି କହ ମତେ ବୀର ହନୁମାନ। ହନୁମନ୍ତ ବୋଲେ ଏଥି ସୀତା ଦେବୀ ଗଲେ, ଅବଶ୍ୟ ଶ୍ରୀ ରଘୁନାଥ ଆସିବେ କଭଲେ। ଗୋଳ ଶୁଣି ସୌମିତ୍ରୀ ସେଠାରେ ମିଳିଲେ, ହନୁମନ୍ତ ଯାଇ ତାଙ୍କ ପାଦେ ପ୍ରଣମିଲେ। ହନୁ ବୋଲେ ରାମ ଛନ୍ତି ବିଲଙ୍କା ଭୁବନ, ତୁମ୍ଭଙ୍କୁ ନେବାର ପାଇଁ ପେଶିଲେ ଶ୍ରୀରାମ। ଜାନକୀ ଯିବାକୁ ଆଜ୍ଞା ଦେଲେ ରଘୁବୀର, ଶୁଣିଣ ହରଷ ହେଲେ ସୁମିତ୍ରା କୁମାର। ଜାନକୀଙ୍କ ସନ୍ନିଧାନେ ତହୁଁ ଚଳିଗଲେ, ଜାନକୀଙ୍କ ପାଦ ତଳେ ଦଣ୍ଡବତ କଲେ। ଶୁଣ ଗୋ ଜାନକୀ ଆସିଅଛି ହନୁମାନ, ଏଥକୁ ପଠାଇଛନ୍ତି ଶ୍ରୀ ରଘୁନନ୍ଦନ। ବିଲଙ୍କାକୁ ଯିବା ପାଇଁ କହିଛନ୍ତି ରାମ, ଜାନକୀ କହିଲେ ଶୁଣ ହେ ବୀର ଲକ୍ଷ୍ମଣ। ଅସୁରକୁ ମାରି ନ ପାରିଲେ ରଘୁବୀର, ଚାଲ ଯିବା ଲକ୍ଷ୍ମଣ ହେ ରଥ ସଜ କର। ଶୁଣି ସୌମିତ୍ରୀ ମନେ ସନ୍ତୋଷ ହୋଇଲେ, ରଥ ସାଜ ବୋଲି ବେଗେ ମନ୍ତ୍ରୀ କି କହିଲେ।
ବେଗେଣ ସୁମନ୍ତ ମନ୍ତ୍ରୀ ବିମାନ ସାଜନ୍ତି। ବଶିଷ୍ଠ ଶ୍ରୀରାମଙ୍କର ବାରତା ପୁଛନ୍ତି। ଅଯୋଧ୍ୟାର ଲୋକେ ଶୁଣି ସକଳେ ଆସନ୍ତି। ଶ୍ରୀରାମଙ୍କ ବାରତା ହନୁକୁ ପଚାରନ୍ତି। ହନୁମାନ ଲକ୍ଷ୍ମଣ ଓ ସୀତାଙ୍କୁ ଘେନି ବିଲଙ୍କା ଯିବା ବାଟରେ ସୁଗ୍ରୀବ ସହିତ ଦେଖା। ବିଲଙ୍କାରେ ପ୍ରବେଶ। ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ, ରାତ୍ର ଆସି ପ୍ରବେଶ ହୋଇଲା ସେହି ଦିନ। ଭୋଜନ ସାରିଣ ତହୁଁ ପବନର ବଳା, ନିଶ୍ଚିନ୍ତରେ ଜାନକୀଙ୍କ ପୁରରେ ରହିଲା। ଏମନ୍ତ ସମୟେ ଦେବୀ ଜନକ ନନ୍ଦିନୀ, ପଲଙ୍କ ଉପରେ ବିଜେ କଲେ କମଳିନୀ। ହନୁମନ୍ତକୁ ଯେ ନିଜେ କତିକି ଡାକିଲେ, ରାମଙ୍କ ବାରତା ବାବୁ କହରେ ବୋଇଲେ। କର ଯୋଡ଼ି କହି ଯେ ପବନର ସୁତ, ଯେତେକ ବିଲଙ୍କାପୁରେ ଥିଲେ କଦୈତ୍ୟ। ସମସ୍ତଙ୍କୁ ନିହତ କଲେ ରଘୁନାଥ, ଏକମାତ୍ର ବଞ୍ଚିଅଛି ଲକ୍ଷଶିରା ପୁତ୍ର। ଦେବୀ ବୋଇଲେ କେମନ୍ତେ ହୋଇଲା ସମର, ବୁଝାଇଣ କହ ମତେ ଅଞ୍ଜନା କୁମାର। ଖଟେ ଶୋଇ ଶୁଣୁଛନ୍ତି ଜନକ କୁମାରୀ, ଏଥୁ ଅନ୍ତେ ପାହିଗଲା ସେଦିନ ସର୍ବରୀ। ପ୍ରଭାତୁ ବେଗେଣ ସ୍ନାନ ସାରି ମହାସତୀ, ବିଲଙ୍କାକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଲକ୍ଷ୍ମଣ ସେ ସ୍ନାନ ସନ୍ଧ୍ୟା ବେଗେଣ ସାରିଲେ, ବିମାନ ଗୋଟିଏ ନିଜେ ଯାଇ ମଣ୍ଡାଇଲେ। ବାହାର ହୋଇଲେ ଧନୁ ସର ଘେନି ଘରୁ, ଓଳଗି ମେଲାଣି ମାଗି ମାତାଙ୍କ ଛାମୁରୁ। ଅନ୍ତପୁରୁ ସୀତା ଦେବୀ ବାହାର ହୋଇଲେ, ଅଳଙ୍କାର ମାନଙ୍ଗେ ଆଉ ଆଭରଣ ହେଲେ। ସୁଝି ନବସନ ପହରନ୍ତି ବୈଦେହୀ, ଝରା ଲଗା ପାଟ ଶାଢ଼ୀ ଉପରାଣ ଦେଇ। ପ୍ରଣାମ କଲେ ଯାଇ ଶାଶୁଙ୍କ ପୟରେ, ଆରୋହଣ କଲେ ଦେବୀ ବିମାନ ଉପରେ। ରାଣୀ ମାନେ ସବୁ ତାଙ୍କ ପଛେ ଗୋଡ଼ାଇଲେ, ଲକ୍ଷ୍ମଣଙ୍କୁ ଏକେ ଏକେ ତିଆରି କହିଲେ। ବାଜୁରେ ବାବୁରେ ସତୀକି ତୁହି ନ ଛାଡ଼ିବୁ କ୍ଷଣେ, ସତୀକି ପ୍ରମାଦ ପୁଣି ନ ପଡ଼ଇ ଯେଣେ। ତାହା ଶୁଣି ଲକ୍ଷ୍ମଣ ଯେ ବେନି କର ଯୋଡ଼ି, କଲ୍ୟାଣ କର ଯେମନ୍ତେ ଆସିବୁ ବାହୁଡ଼ି। ଏଥୁ ଅନ୍ତେ ଲକ୍ଷ୍ମଣ ସେ ହନୁକୁ କହଇ, ବେଗେ ନେଇ ଯାଅ ବାବୁ ବିଲଙ୍କାର ଭୂଇଁ। ଆଜ୍ଞା ପାଇ ହନୁମନ୍ତ ତର ତର ହେଲା, ରାମ ପାଦେ ଚିତ୍ତ ଦେଇ ଜାନ ସେ ବାହିଲା। ଶୂନ୍ୟ ରଥ ବାହି ନେଲେ ପବନର ବଳା, ଗଗନ ମାର୍ଗରେ ବେଗେ ରଥ ଚଳିଗଲା। ଅଯୋଧ୍ୟା କଟକ ମଧ୍ୟୁ ହୋଇଲା ବାହାର, ଅଯୋଧ୍ୟାର ଲୋକେ ଦେଖି ହୁଅନ୍ତି କାତର। ବାହୁଡ଼ି ଘରକୁ ଯାଅ ବୋଲନ୍ତି ଲକ୍ଷ୍ମଣ, ବିମାନ ଗଗନ ମାର୍ଗେ ଉଡ଼େ ଘନ ଘନ। ସରଜୁକୁ ପାର ହୋଇ ଗଲା ବିମାନ, ରହିଲେ ଅଯୋଧ୍ୟା ଲୋକେ ସରଜୁ କୂଳେଣ। ସେଠାରୁ ନଗର ଲୋକେ ବାହୁଡ଼ି ଆସିଲେ,
ବିମାନରେ ବସି ସୀତା ତହୁଁ ଚଳିଗଲେ। ଏଥୁ ଅନନ୍ତରେ ଶୂନ୍ୟେ ରଥ ଚଳିଗଲା। ଗଙ୍ଗା ନଦୀ ତୀରେ ଯାଇ ବିମାନ ମିଳିଲା। ସନ୍ଧ୍ୟା ଆସି ପରବେଶ ହୋଇଲା ସେଦିନ। ଗଙ୍ଗା ନଦୀ ତୀରେ ରହିଲେ କତିନି ଜଣ। ଫଳମୂଳ ଭୁଞ୍ଜି ତହିଁ ନିଶ୍ଚିନ୍ତେ ରହିଲେ। ହନୁକୁ ଅନାଇ ଦେବୀ ଜାନକୀ ବୋଇଲେ। ବନବାସୁ ଅଯୋଧ୍ୟାକୁ ଯେଦିନ ଆଇଲୁ। ଏଠାରେ ତ ଆମ୍ଭେମାନେ ଦିନେ ରହିଥିଲୁ। ଏହା ଶୁଣି ହନୁମନ୍ତ ସନମତ କଲେ। ରଥର ଉପରେ ଦେବୀ ଜାନକୀ ଶୋଇଲେ। ଧନୁଶର ଘେନି ଜଗି ବସିଲା ଲକ୍ଷ୍ମଣ। ରାତ୍ର ଗୋଟି ପ୍ରଭାତ ଯେ ହୋଇଲା ସେଦିନ। ପ୍ରଭାତରୁ ବିମାନକୁ ଦେଲେ ତ ଚଳାଇ। ଚିତ୍ରକୂଟ ପର୍ବତରେ ମିଳିଲା କଯାଇ। ହନୁକୁ ଚାହିଁଣ ପୁଣି ଜାନକୀ ବୋଇଲେ। ଏହିଠାରୁ ଦୈତ୍ୟ ମୋତେ ହରି ନେଇଥିଲେ। ଆସି ଫଳମୂଳ ଭିକ୍ଷା ମାଗିଲା ମୋତେ। ଦେବା ବେଳେ ଧରି ବସାଇଲା ନିଜ ରଥେ। ମୋତେ ଏଥୁ ଘେନି ପଳାଇଲା ଲଙ୍କାପୁର। ରଖିଲା ଅଶୋକ ବନେ ନେଇ 10 ଶିର। ଏହା ଶୁଣି ହନୁମନ୍ତ ସନମତ କଲା। ସେଠାରୁ ବିମାନ ପୁଣି ବେଗେ ଚଳିଗଲା। କିଷ୍କିନ୍ଧ୍ୟାରେ ପରବେଶ ହେଲା ରହୁବର। ସିଂହଦ୍ୱାରରେ ରଥରୁ ଓହ୍ଲାଇ ହନୁବୀର। ସୀତା ଦେବୀ ପଚାରନ୍ତି ଏ କାହା ଭୁବନ। ସୁଗ୍ରୀବ କଟକ ଏହି କହେ ହନୁମାନ। ପୁର ଭିତରକୁ ଗଲା ପବନର ବଳା। ସୁଗ୍ରୀବର ଚରଣରେ ଓଳଗି ହୋଇଲା। ବେନିକର ଯୋଡ଼ି ବୋଲେ ବୀର ହନୁମାନ। ସିଂହଦ୍ୱାରେ ବିଜେ ଦେବୀ ଜାନକୀ ଲକ୍ଷ୍ମଣ। ଶୁଣିଣ ସୁଗ୍ରୀବ ରାଜା ବହନ ଉଠିଲା। ତାରା ମହାଦେଇକି ସେ ହକାରି ବୋଇଲା। ଜାନକୀ ଲକ୍ଷ୍ମଣ ରହିଛନ୍ତି ସିଂହଦ୍ୱାରେ। ସମାଦର କରି ତାଙ୍କୁ ଆଣ ଅନ୍ତପୁରେ। ଶୁଣି ଲଣ୍ଡ ଭଣ୍ଡ ହୋଇ ତାରା ମହାଦେଇ। ପାଟେ କପିନ୍ଧାଇ ପାଟେ ଉତ୍ତରାଣ ଦେଇ। ଅର୍ଘ୍ୟସ୍ଥାଳି ଘେନି करे ହୋଇଲେ ବାହାର। ସଙ୍ଗତରେ ଗୋଡ଼ାଇଲେ କେତେ ରାମା ବର। ସିଂହଦ୍ୱାର ପାର ହୋଇ ଗଲେ ମହାସତୀ। ଦେଖିଲେ ରଥରେ ବିଜେ ରାମ ପ୍ରିୟବତୀ। ତାହାଙ୍କ ଚରଣ ଧରି ଓଳଗି ହୋଇଲେ। ସୁବର୍ଣ୍ଣର ଅର୍ଘ୍ୟସ୍ଥାଳି ନେଇ ବନ୍ଦାଇଲେ। ଦକ୍ଷିଣ ଜାନକୀ ଦେବୀ ହରଷ ହୋଇଲେ। ରଥରୁ ତୁରି ବେଗେ ତାଙ୍କୁ କୋଳ କଲେ। ତାରା ପରିବାରୀ ମାନେ ବେଢ଼ିଣ ଅଛନ୍ତି। ଚନ୍ଦ୍ରମା ବଦନୀ ସୀତା କଟକେ ପଶନ୍ତି। ସୁବାସ ଜଳରେ ସୀତା ପାଦ ପଖାଳିଲେ। ପଲ୍ୟଙ୍କ ଉପରେ ତାଙ୍କୁ ନେଇ ବସାଇଲେ। ସ୍ୱାଦୁପକ ଦ୍ରବ୍ୟମାନ ଖାଇବାକୁ ଦେଲେ। ଗୌରବ କରିବେନି କରକୁ ଯୋଡ଼ିଲେ। ତୁ ଦେବୀ ସାଧବୀ ରଘୁନାଥର ଘରଣୀ। ସ୍ୱୟଂ କମଳିନୀ ତୁହି ଜନକ ଦୁଲଣୀ। ଜଗତର ଠାକୁରାଣୀ ହୋଇ ଅବତାର।
असुर मारिण तू ही पालिबु संसार। तू ही नारी छार तोर दासी परिबारी। दासीर दासीଙ୍କ संगे नुह इटी सरी। जानकी बोइले तुम्भे मित्र जे आंभर। एक आत्मा अटई जे तुम्भर आंभर। एहा शुणी तारा देवी पादरे पड़िला। जानकी देवीଙ୍କ पाद सेबारे लागिला। सुग्रीवर राजा जाई भेटिला लक्ष्मण। पाद पद्म तले पड़ी कलाक प्रमाण। एहा देखिण बोइले सुमित्रा कुमार। तुमे मोर ज्येष्ठ भाई अट नृपवर। कनिष्ठ अटई मुहि तुम्भे बड़ भाई। केउ परि नमस्कार कल कपि साई। सुग्रीव बोइला मु तुम्भर परिचार। तुम्भर संचिला भोग करइए पुर। एहा शुणी सौमित्री हरस होइले। सुग्रीव नृपति संगे कटके पशिले। रत्न पलंकरे विजे कले वीर जाई। खाइबार द्रव्य सुग्रीवर देले नेई। आनंदे भोजन कले सुमित्रा नंदन। पलंके शयन कले सुखे दुई जन। लक्ष्मणଙ୍କ पद हनुमंत मंचालिला। क्रमे से दिनर निशि प्रभात होइला। प्रभात कालरू बेगे लक्ष्मण उठिले। मुख पखालिण अंतपुरे विजे कले। जानकीଙ୍କ पाद तले कले क प्रणाम। विलंब हेउछि आस जिबा गो बहन। शुणी जानकी देवी होइले बाहार। रथरे बसिले रथ दिशिला सुंदर। हनुमंत सुग्रीवंकु कले नमस्कार। सुग्रीवर लक्ष्मणंकु कले नमस्कार। बोइला ए बाट देई जिबे रघुमणि। श्रीरामंकु कहिब हे मोहर दईनी। एहा शुणी सौमित्री कले सन्मत। तारा धइले कजाई जानकीଙ୍କ हस्त। श्रीरामंकु घेनी थरे आसिब गोमित। दर्शन करिबि बारे प्रभु रघुनाथ। एहा शुणी सन्मत कले बैदेही। गगन मार्गरे रथ देले कचलाई। किष्किंध्या कटक मध्यु रथ चली गला। लंकापुर सड़खरे गगने मिलिला। जानकी बोइले शुण हे वीर लक्ष्मण। दंडे रह देखिबाकू ए लंका भुवन। लक्ष्मण बोइले जिबा बहु दूर पथ। तेणे चाहि रहिथिबे देव रघुनाथ। एथु अनंतरे लंका पार होई गले। बिलंकापुर को रथ चलाइण देले। तृतीय प्रहर होई अछि दिनकर। बिलंका नगरे पहुँचिला रघुबर। प्रचंड पर्वते भालुछंती रघुनाथ। गगन मार्गरे जाई मिलिला करथ। विमान रे थाई चाही देले बैदेही। कांड कोदंड धरिण विजे रघुसाई। देखिण जानकी देवी हरस होइले। विमान नेइण हनु पर्वते थोइले। रथ देखि रामचंद्र हरस होइले।
रथ परे बसिछन्ति सीतांकु देखिले जानकी देवींकु देखी कोदंड धारण लज्जा पाई बसिले को पोतीण वचन लज्जा पाई बसिले को पोतीण बदन रथर उपरु बेगे सती उतुरिले हस हस होई राम पादरे पड़िले ओळगी होइले सती जोड़िबेनि कर लक्ष्मण पड़िले रघुनाथंक पयर लक्ष्मण को पचारंती से कोदंड साई अयोध्या कुशल मते कहनी रे भाई एहा शुणी सौमित्री जोड़िबेनि कर तुम्भ बिहुने देव अयोध्या अंधकार समस्त कुशल अटे प्रभु रघुनान तुम्भ बिहुने विकल होंती प्रजागण शुणी न जानकी देवी बोइले भोनाथ केड़े माल योद्धा अटे पापिष्ठ दैत्य एते कष्ट देला से पामर दैत्य काहि जम भुवन को आजी पठाइबी मुहि एहा शुणी रघुनाथ हरस होइले जानकींक भुज धरी कोले बसाइले जानकींक मुख चाहि बोलंती श्रीराम अयोध्यारु आसीबार हेला केते दिन लक्ष्मण बोइले देव मकर मासरे अयोध्या नगर छाड़ी अइलु शून्य रे ए आषाढ़ मास कुजे 16 मास हेला बिलंका भुवने रथ प्रवेश होइला एहा शुणी रघुनाथ हरस होइले जानकींकु घेनी देव समुद्रे पशिले स्नान कले जाई देव कोदंड धारण तर्पण सारिले सीता हस्तकु धरिण पर्वत उपरे विजे कले रघुवीर फलमूल सीताराम करंती आहार।